ଏବେ ଜାଳେଣୀ ସଙ୍କଟ ପୁରା ଓଡ଼ିଶାରେ ପୁରା ଜାଳେଣୀ ସଙ୍କଟ ଜାଳେଣୀ ପାଇଁ ଯେଉଁ ଅନ୍ତସନ୍ତ ହେଉଛନ୍ତି ଖାଉଟି ଗ୍ୟାସ୍ ମିଳୁନାହିଁ। ଆଜି ସରକାରର ମନ୍ତ୍ରୀମାନେ ଯେଉଁ କହୁଛନ୍ତି ଯେଉଁ ମହଜୁଦ ଅଛି ଯଦି ମହଜୁଦ ରହିଥାନ୍ତା ତାହେଲେ ଲୋକ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ କାହିଁକି ଠିଆ ହେଇଥାନ୍ତେ। ଆଉ ତାର ଗ୍ୟାସ୍ ରେଟ୍ ହେଉଛି ପ୍ରକୃତରେ 960 ଟଙ୍କା, କିନ୍ତୁ ଏବେ ପ୍ରାଇଭେଟ୍ରେ ବା ପ୍ଲାକ୍ରେ ଯେଉଁଟା ନେଉଛନ୍ତି ଲୋକଙ୍କୁ 3000 4000 ଟଙ୍କା କିଣୁଛନ୍ତି। ଆଉ କିଛି ବହୁତ କଷ୍ଟରେ ମିଳୁନାହିଁ। କେତେ ହୋଟେଲ ବନ୍ଦ ହେଇଗଲାଣି, କେତେ ହଷ୍ଟେଲ ଗୁଡ଼ାକ ମଧ୍ୟ ବହୁତ ଅସୁବିଧା ହେଇଯାଉଛନ୍ତି। ଜାଳେଣୀ ସଙ୍କଟ ବହୁତ ଅସୁବିଧା। ଆଉ ଏଇଟାକୁ ମଧ୍ୟ ନିତିଦିନ ଯେଉଁଟାକି ନିତିଦିନିଆ ଆବଶ୍ୟକ, ଯେଉଁଟାକି ଜାଳେଣୀ ଯଦି ଗ୍ୟାସ୍ ଯଦି ନଥିବ ଘରେ ରୋଷେଇ ହେବ ନାହିଁ। ଏଟାକୁ ନିୟନ୍ତ୍ରଣ କରିପାରୁନାହାନ୍ତି ଏ ସରକାର, କିନ୍ତୁ ମିଛଟାରେ କହୁଛନ୍ତି ମହଜୁଦ ଅଛି। ଆଉ ଯଦି ମହଜୁଦ ରହିଥାନ୍ତା ତାହେଲେ ଲୋକ ଏତେ କାଉଳି ବିକଳି ହେଇଥାନ୍ତେ କେମିତି।